ଘରକୁ ଆସିଲୁ କେମିତି? ତତେ ସିକ୍ୟୁରିଟି ଗାର୍ଡ ଛାଡ଼ିଲା କେମିତି ବେ? ଲୁଚି ଲୁଚି ପାଚେରୀ ଡେଇଁକି ଆସିଛି। କିଟିମିଟି ଅନ୍ଧାର ଭିତରେ ତୋ ସତ ପରିଚୟଟା ଜାଣିବାକୁ ଆସିଛି। ସେଦିନର ସରଳ ସାଇରାମ ଟଙ୍କା ଲୋଭରେ କେମିତି ବେଇମାନ ଧୋକାବାଜ ପାଲଟି ଯାଇଛି ସେଇଟା ଦେଖିବାକୁ ଆସିଛି। ସେମିତି ମତେ କହନା ବେ ଦିନା। ଦିନା? କୋଉ ଦିନା? ଆରେ ଦିନା କିଏ? ତୁ ପରା ମତେ ଜାଣିଲୁ, ତୋ ଭଉଣୀକୁ ତୁ ପରା ଚିହ୍ନିଲୁ। ଆରେ ଏ ବେଇମାନ, ଯୋଉ ଭାଉଜ ଦିନ ରାତି ତୋ ପାଇଁ ଠାକୁରକୁ ଡାକୁଛନ୍ତି, ଯାହାକୁ ଆଖିରୁ ଦିନ ରାତି ତୋ ପାଇଁ ଲୁହ ସରୁନି, ଶେଷରେ ଭାଉଜକୁ ତୁ ପର କରିଦେଲୁ ରେ ବେଇମାନ। ନାଇଁ ବେ ଦିନା, ମାନିକି ପର କରିଦେଲେ ମୁଁ ବଞ୍ଚିବି କେମିତି? ତାକୁ ତ ସବୁଦିନ ପାଇଁ ନିଜର କରିବା ପାଇଁ ମୁଁ ଏମିତି ମିଛ କହୁଛି। ନିଜର କରିବା ପାଇଁ ଏମିତି ମିଛ କହି ଧକ୍କା ଦିଅନ୍ତି ଏ କଥାଟା ମୁଁ ଜାଣିନଥିଲି। ଆରେ କେହି ଜାଣିନାହାନ୍ତି, କାହାକୁ ବି ଜଣେଇନି। ହେଲେ ସତ କଥାଟା ତୁ ଜାଣିଥାନ୍ତି ନା। ଆଜି ଯଦି ମୁଁ ଏମିତି ମିଛ କହୁଥାଏ ତାହେଲେ ତାହେଲେ ମୋ ମାନିକୁ ବଞ୍ଚେଇବା ପାଇଁ ମାନିର ହାର୍ଟଟା ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ସେ ଆଉ ବେଶୀ ଦିନ ବଞ୍ଚିବନି। ଭାଉଜଙ୍କର ହାର୍ଟ ନଷ୍ଟ ହେଇଯାଇଛି? হবে ଦିନା। ମୁଁ ମାନିକି ନେଇ ନର୍ସିଂ ହୋମ ଯାଇଥିଲି। ଡାକ୍ତର କହିଲେ ପୁରୁଣା ହାର୍ଟଟାକୁ କାଢ଼ି ନୂଆ ହାର୍ଟ ଲଗେଇବାକୁ ପଡ଼ିବ, ଆଉ ସେଥିପାଇଁ 30 ଲକ୍ଷ ଟଙ୍କା ଦରକାର। ଆରେ ତୁ କହିଲୁ 300 ଟଙ୍କା ପାଇଁ ଯେ ନିତି ମଜୁରୀ ଖଟୁଛି ତା ପାଇଁ 30 ଲକ୍ଷ ତ ସ୍ୱପ୍ନ। ତାମାନେ ଭାଉଜଙ୍କର ଆବେ হবে। ଆରେ ତ ଭାବି ନେଇଥିଲି ମୋ ମାନି ଆଉ ବଞ୍ଚିବନି। ସେଇ କଥା ଭାବି ସେ ନର୍ସିଂ ହୋମ ବାରଟାରେ ମୋ ମୁଣ୍ଡ ପିଟି କାନ୍ଦୁଥାଏ। ଭଗବାନଙ୍କ ଡାକ ଶୁଣିଲା ଭଳିଆ ଏ ସୋନାକ୍ଷୀ ମ୍ୟାଡାମକୁ ମୋ ପାଖକୁ ପଠେଇଲେ। ମୋ ସବୁ ପରିସ୍ଥିତି, ମୋ ସବୁ କଥା ମୋଠୁ ଜାଣି ସାରିବା ପରେ ମୋ ସହିତ ସର୍ତ୍ତ ରଖିଲେ, ଯଦି କିଛି ଦିନ ପାଇଁ ମୁଁ ତାଙ୍କ ମିଛ ସ୍ୱାମୀର ଅଭିନୟ କରେ ତାହେଲେ ସେ ମୋତେ 30 ଲକ୍ଷ ଟଙ୍କା ଦେବେ। କେବଳ ସେଇ 30 ଲକ୍ଷ ପାଇଁ, ମୋ ମାନି ପାଇଁ, ମୋ ମାନିର ଜୀବନ ବଞ୍ଚେଇବା ପାଇଁ ଏଠି ସବୁ ମାଡ଼ ଗାଳି ଖାଇ ମୁଁ କୁକୁର ଭଳି ପଡ଼ି ରହିଛି। ଆବେ ତୁ କହିଲୁ, ମୋ ଆଖି ଆଗରେ ମୋ ସ୍ତ୍ରୀଟା ମରି ଯାଇଥାନ୍ତା, ଏସବୁ ମୁଁ ଦେଖିଥାନ୍ତି କେମିତି ବେ? ସାଇରାମ, ଆରେ ତୁ ମଣିଷ ନୁହଁ ରେ, ତୁ ମହାନ ମହାନ ତୁ। ଆରେ କୋଉ ଯୁଗରେ ଗୋଟାଏ ଉଦାହରଣ ଥିଲା, ସ୍ତ୍ରୀ ସାବିତ୍ରୀ ସ୍ୱାମୀଙ୍କ ଜୀବନ ପାଇଁ ଯମରାଜଙ୍କ ପାଖରେ ଯୁକ୍ତି ରଖିଥିଲେ। ହେଲେ ଏ ଯୁଗରେ ଗୋଟେ ସ୍ୱାମୀ ତା ସ୍ତ୍ରୀର ଜୀବନ ପାଇଁ ଯମରାଜାଙ୍କୁ ବି ହରାଇ ଦବ। ତୁ ମହାନ ରେ ସାଇରାମ। ତୁ ଏ କଥା କାହାକୁ କହିବୁନି, ନହେଲେ ମୁଁ 30 ଲକ୍ଷ ପାଇବିନି। ମୋ ମାନି ଭଲ ହବନି, କାହାକୁ କହିବୁନି ଏ କଥା ହେଲା। ସମସ୍ତେ ତତେ ଭୁଲ ବୁଝୁଛନ୍ତି ରେ। ଏମିତି ତୁ ଭୁଲଟା ଭାବି ଦେଇଛି, ସତକୁ ସତ ତୁ ତାକୁ ପର କରିଦେଇ। ଆବେ କିଏ କଣ ଭାବୁଛୁ ଭାବୁବେ? କିଏ ମତେ ପର କରିଦେଉଛି, ପର କରିଦଉ। ଆରେ କାହାର ଟିକେ ଘୃଣା ପାଇଁ ଯଦି ମୋ ସ୍ତ୍ରୀର ଜୀବନ ବଞ୍ଚି ଯାଉଛି ତାହେଲେ ସ୍ୱାମୀ ଭାବରେ ମୁଁ ଏତିକି କରିପାରିବିନି। ତୁ ଖାଲି ମତେ ଏତିକି ସାହାଯ୍ୟ କରିବୁ, ତୁ ମାନିକି ଆଣି ନର୍ସିଂ ହୋମରେ ଆଡମିସନ କରିଦେବୁ। ମୁଁ ଡାକ୍ତରଙ୍କ ସହିତ କଥା ହେଇଯାଇଛି, ଯେତେ ଟଙ୍କା ଖର୍ଚ୍ଚ ହବ ସବୁ ଟଙ୍କା ମ୍ୟାଡାମ ଦେବେ। ତୁ ମତେ ଏତିକି ଦୟା କରିବୁ। ସାଇରାମ, ଆରେ ତୋରେ ବଡ ବଡ ପାଇବ, ମୁହଁରେ କିଛି ଭାଷା ନାହିଁ ରେ ସାଇରାମ, କିଛି ବି ଭାଷା ନାହିଁ ମୋ ମୁହଁରେ। ଆବେ ଆବେ ଏତେ କଥା ଏ ଛାତି ଭିତରେ ଲୁଚେଇ ରଖି ପାରୁଛୁ କେମିତି? ଆବେ ଗରିବର ଛାତି ପରା, ଗରିବର ଛାତିଟା ଚଟାଣ ଠାରୁ ଆହୁରି ମଜବୁତ ବେ। ଗରିବଟା ଦିନ ରାତି କାନ୍ଦୁଥାଏ, ହେଲେ ତା ଆଖିର ଲୁହ କାହାକୁ ଦେଖାଯାଏନି। ତା ମନର କଷ୍ଟ ଯନ୍ତ୍ରଣା କେହି ଦେଖି ପାରନ୍ତିନି। ଆରେ ଗରିବର ଦୁଃଖ ଦେଖିଛି କିଏ ନା ଦେଖି ପାରିବ? Kani baku mana